ଏବେ ଦେଖିବ ବେଶୀ ତ ସମୟ ନାହିଁ, କବାଟ ଖୋଲା ହେଇଗଲାଣି। କବାଟ ଖୋଲା ହେଇଗଲାଣି, ଖାଲି ଏଣିକି ତାର ତାପଟା ବାହାରିବ, ତା ଉଜ୍ଜ୍ୱଳତାଟା ବାହାରିବ, କେତେ ଜୋରେ ଭାଇବ୍ରେଟ ହଉଛି। ସବୁ ମଣିଷ ଭୂତ ହଉନାହାନ୍ତି, ତା ଦେହରେ କିଛି ମଣି ଲାଗିଛି। ଯାହାକି ମଣି ଲାଗିଲା ସେ ମଣିଷ ହେଲା। ନହେଲେ ଭାଗବତରେ ଲେଖା ହେଇଛି, ଜଗନ୍ନାଥ ଦାସ ଲେଖିଛନ୍ତି, ଏ ମଣିଷଙ୍କୁ ସିନା ଦେଖୁଛୁ ରୂପ ପାଇଛନ୍ତି, ଆଙ୍କ ନାଁ ହଉଛି ଶ୍ୱାନ, ଶୁକର, ଓଟ, ଖର, ୟାଙ୍କ ସମାନ ନରାଧର ମଣି ନାହିଁ। ବଡପଣ କାହାରି ପ୍ରଭୁ ବଡପଣ କାହାରି ରଖିବେ, କାହାରି ରହିଲା। ତେଣୁ କରୁଛି କିଏ? ସବୁ ଶୂନ୍ୟର ଶକ୍ତି କରି କରାଉଥାଏ ସେ ଅନ୍ତରେ ସାକ୍ଷୀ ଉପରେ ରହିଛି। ତେଣୁ ସାକ୍ଷୀ ବାବା ଘଣ୍ଟି ବାଜିଲା, ଆଉ ରକ୍ଷା ନାହିଁ। ଜଗନ୍ନାଥ ବି କଳାପାହାଡ଼ ଆସିଲା ବି ପ୍ରମାଣ ଅଛି। ଶୁଣିଛି, ଦେଖିଛି କଣ ନା, ଶୁଣିଛି। ସିଏ ବି ରହିଲେ। ଇଏ ମହାପୁରୁଷ ବି ଲେଖିଛନ୍ତି, ଦେଶ ଆସିବ ଯେ ସିଏ ତାକୁ ନେଇକିରି ଯିବେ ବୋଲି ଜଗନ୍ନାଥ ଜଗନ୍ନାଥ ଯିବେନି, ନେଇପାରିବେନି, ବାଟରୁ ଅଟକି ଯିବେ। ସେଗୁଡା କହିବା ପାଇଁ ଏଇଖିନା ସକ୍ଷମ ନୁହେଁ, ସମୟ କଥା କହିବ। ତାହେଲେ ଆଚ୍ଛା, ଏଇ ଯୋଉ ବର୍ତ୍ତମାନ ବିଶ୍ୱରେ ଯୋଉ 800 କୋଟି ଲୋକ ବର୍ତ୍ତମାନ ଅଛନ୍ତି, ତା ଦେହରେ ପାଖାପାଖି ଯୋଉଟା ଯବନ ସଂଖ୍ୟା କହିଲେ, ଯବନ ସଂଖ୍ୟା ପାଖାପାଖି 300 କୋଟି କି 150 କୋଟି ଭଳିଆ ହେବେ ଯବନ। ଆଚ୍ଛା, ଯଦି ଯବନଙ୍କ ସଂଖ୍ୟା 150 କୋଟି ପାଖାପାଖି ହେଲାଣି, ତାହେଲେ ଏମାନେ କଣ ଯବନ ହେଲା ବା ଯୋଉମାନେ ଅଛନ୍ତି ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି, ସେ କଣ ସମସ୍ତେ ମାନବ, ସମସ୍ତେ ସମାନ? କୌଣସି ଆମେ ଜାତି ଧର୍ମ ବା କୌଣସି ସମ୍ପ୍ରଦାୟକୁ ଆମେ କୌଣସି ଇଏ କରିକି କହୁନାହୁଁ, କିନ୍ତୁ ଗୋଟେ କଥା ହଉଛି, ଯାହାଟା ଶାସ୍ତ୍ର ବା ମାଳିକାରେ ଯୋଉ ବର୍ଣ୍ଣନା ଅଛି, ବର୍ଣ୍ଣିତ କରାଯାଇଛି, ଯେ ଯବନ ମାନେ ଖାସ କରିକି ନାଶ ହେଇଯିବେ। ଆଉ ଯୋଉ ଆପଣ ଦେଖୁଥିବେ କିଛି ବର୍ଷ ହେଲାଣି କଣ୍ଟିନ୍ୟୁଅସଲି, ଖାସ କରିକି ଯୋଉ ମୁସଲିମ କଣ୍ଟ୍ରି ମାନଙ୍କରେ ମହାଘୋର ଯୁଦ୍ଧ ଲାଗିଛି। ଆପଣ ଦେଖିଥିବେ, ଆପଣ ନ୍ୟୁଜ ମାନଙ୍କର ଦେଖୁଥିବେ, ଆପଣଙ୍କର ଇରାକ ହେଲା, ଆଫଗାନିସ୍ତାନ ହେଲା, ପାକିସ୍ତାନ ହେଲା, ବାଂଲାଦେଶ ହେଲା, ଏଇ ପ୍ରକାର ଯୋଉ ଯୁଦ୍ଧ ସବୁ ଚାଲିଛି, ଭେନେଜୁଏଲା ହେଲା, ଏଇ ପ୍ରକାର ଯୋଉ ସିରିଆ ହେଲା, ଲିବିଆ ହେଲା, ଏଇ ପ୍ରକାର ଯୋଉ କଣ୍ଟ୍ରି, ମୁସଲମାନ କଣ୍ଟ୍ରି ସବୁ, ଆଫ୍ରିକାରେ ମଧ୍ୟ ଅନେକ କଣ୍ଟ୍ରି ଅଛି, ଦେଶ ଅଛି, ତା ଦେଶ ଯୁଦ୍ଧ ହଉଛି ଏବଂ ବହୁତ ଲୋକ, ଲକ୍ଷାଧିକ ଲୋକ ମଲେଣି, ଲକ୍ଷାଧିକ ଲୋକ, ତାର ହିସାବ ହିଁ ନାହିଁ। ତେଣୁ ଏଇ ଯୋଉ ଘଟଣା ମାନେ ଘଟୁଛି, ଆପଣ କହିଲେ ଯେ ଏଇଟା ଯଦି ବଡ କଥା ନୁହେଁ, ଏଟା ଆକ୍ଚୁଆଲି ଲେଖା ଯାଇଛି ଆଗରୁ ଏବଂ ପ୍ରଭୁଙ୍କର ଯାହା ଲେଖା ହେଇଛି ସେଗୁଡାକ ବର୍ତ୍ତମାନ କାର୍ଯ୍ୟକାରୀ ହଉଛି, ଛାଁ ଛାଁ ଅଟୋମେଟିକାଲି ହଉଛି। ତେଣୁ ଯାହା ଶାସ୍ତ୍ର ଲେଖା ହେଇଛି ସେ ଘଟଣା ମାନେ ଘଟେ, ସେ ତ ଦିବ୍ୟ ଦ୍ରଷ୍ଟା, ସେମାନେ ତ ଯାଇତାଇ ଲୋକ ନଥିଲେ ଆମ ତୁମ ଭଳିଆ। ତେଣୁ ସେମାନେ ଯାହା ଲେଖିଦେଇ ଯାଇଛନ୍ତି, ତାଙ୍କର କଣ ଅର୍ଚ୍ଚନା ମହାପୁରୁଷ ଇଏ ପରେ ପଥରର ଗାର, ସୀତା ଠାକୁରାଣୀ ଅସତୀ ହେଇଯିବେ। ଲେଖିଛନ୍ତି ବା, ଠାକୁର ଲେଖିଲେ, ମହାପୁରୁଷ ଲେଖିଲେ, ପଞ୍ଚସଖା ସମସ୍ତେ ଲେଖିଛନ୍ତି, ମହାପୁରୁଷ ଲେଖିଛନ୍ତି। ପୂର୍ବର ଭାନୁ, ପୂର୍ବର ଭାନୁ କହିଲେ ସୂର୍ଯ୍ୟ, ପୃଥିବୀ କଥାକୁ ସୂର୍ଯ୍ୟଙ୍କ କଥାକୁ ହିସାବ ଦେଖ, ଇଏ ପୃଥିବୀ ତାଠୁ କେତେ ଛୋଟ। ସେ ଲେଖିଛନ୍ତି ପୂର୍ବର ଭାନୁ ପଶ୍ଚିମରେ ଉଦୟ ହେଇପାରେ, କିନ୍ତୁ ଏ ଅଚ୍ୟୁତ ବଚନ ଆନନ୍ଦ ହେଲା। ସୀତା ଠାକୁରାଣୀ ଅସତୀ ହେଇପାରନ୍ତି, ପର୍ବତ ଉପରେ ପଦ୍ମ ଫୁଟିପାରେ, କିନ୍ତୁ ଇଏ ବାକ୍ୟ ଅଟଳ। ତେଣୁ ସିଏ ଯେତେବେଳେ ଏଭଳି ବାକ୍ୟ ସ୍ପଷ୍ଟ ଲେଖିକିରି ଅକ୍ଷର ବ୍ରହ୍ମକୁ ଥୋଇଛନ୍ତି, ଶବ୍ଦ ବ୍ରହ୍ମ କରି, ଅକ୍ଷର ବ୍ରହ୍ମକୁ ଥୋଇକିରି ଶବ୍ଦ ବ୍ରହ୍ମ କରିଛନ୍ତି, ବାକ୍ୟ କରେଇଛନ୍ତି। ତେଣୁ ସେ ପଦ କଣ ଭୁଲ କେବେ ବି ହବନି, ଯାହାର ପ୍ରମାଣ ବର୍ତ୍ତମାନ ଆମେ ଦେଖିବାକୁ ପାଉଛୁ। ଏବେ ଦେଖିବ ବେଶୀ ତ ସମୟ ନାହିଁ, କବାଟ ଖୋଲା ହେଇଗଲାଣି, କବାଟ ଖୋଲା ହେଇଗଲାଣି, ଖାଲି ଏଣିକି ତାର ତାପଟା ବାହାରିବ, ତା ଉଜ୍ଜ୍ୱଳତାଟା ବାହାରିବ, କେତେ ଜୋରେ ଭାଇବ୍ରେଟ ହଉଛି। ଆଚ୍ଛା, ଆମର ଓଡିଶା ଭିତରେ କିଛି ପ୍ରଭାବ ପଡିବ କି? ଓଡିଶାର ପାଳି ଠାକୁର ଲେଖିଛନ୍ତି, ମହାପୁରୁଷ ଯାହାକୁ ଲେଖିଦେଇ ଯାଇଛନ୍ତି, ବର୍ତ୍ତମାନ ସେ ସମୟ ଭିତରେ ଓଡିଶାବାସୀଙ୍କ ପାଖରେ ଯଦି ସେ ଶବ୍ଦ ନ ବାଜିଥାନ୍ତା, ଅବଶ୍ୟ ସବୁ ମଣିଷ ଭୂତ ହଉନାହାନ୍ତି, ତା ଦେହରେ କିଛି ମଣି ଲାଗିଛି।
ଯାଠି ମଣି ଲାଗିଲା ସେ ମଣିଷ ହେଲା। ନହେଲେ ଭାଗବତରେ ଲେଖା ହେଇଛି, ଜଗନ୍ନାଥ ଦାସ ଲେଖିଛନ୍ତି, ଏ ମଣିଷଙ୍କୁ ସିନା ଦେଖୁଛୁ ରୂପ ପାଇଛନ୍ତି, ଆଙ୍କ ନାଁ ହଉଛି ଶ୍ୱାନ, ଶୂକର, ଓଟ, ଖର, ୟାଙ୍କ ସମାନ ନରାଧର ମଣି ନାହିଁ। ଯାଠି ମଣି ନାହିଁ ସେ ମଣିଷ ନୁହେଁ। ଆଉ ଯାଠି ମଣିଷ ଅଛି, ମଣି ଲାଗିଛି, ମଣିଷ ହେଇଛି, ସେ ମାନବ ହେଇଛି। ତାକୁ ମାନବର ଆଖ୍ୟା ଦିଆହେଇଛି, ଗୋଟିଏ ମାନବର ଆଖ୍ୟା ଦିଆହେଇଛି। ମଣିଷ ବୋଲି କହୁନାହାନ୍ତି, ମାନବ। ସେ ମାନବ ଭିତରେ ମହାମାନବ ହେଇଛି। ସେ ମହାମାନବ ଭିତରେ ଅଙ୍କୁରି କରି ବିରାଟ ଗଛରେ ମହାପୁରୁଷ ସୃଷ୍ଟି ହେବ। ଯୁଗକୁ ଯୁଗ ଏଇ ମତେ ପରମାନନ୍ଦ ହେଇଯିବ। ଏଇ ରୂପ ନେଇକିରି ମହାପୁରୁଷ ଚରାଚର ହେଇଛି। ସେଥିପାଇଁ ଠାକୁର କହିଲେ, କଣ କହିଲେ? ଅଚ୍ୟୁତ ଗୋଲକନାଥ ସାକ୍ଷାତ ବିଷ୍ଣୁ ସ୍ୱରୂପକଂ କଳି ଯୁଗେ ବିହରଞ୍ଚ ମନ୍ତ୍ର ଯନ୍ତ୍ର ପ୍ରକାଶିତ। ତେଣୁ ସେମାନେ ହିଁ ଯୋଉମାନେ ବୁଲୁଛନ୍ତି, ସେଇ ରୂପ ଧାରଣ କରି ସେମାନେ ଯେତେବେଳେ ଅନେଇ ଦେବେ, ସେ କାଳ ସେ ଜାଗାରୁ ପଳେଇବ ହେଲା। ତା ଅର୍ଥ ଇଏ ଏଭଳି ବନ୍ଧୁକିଆ ଠିଆ ହେଇଛନ୍ତି, ବାଘ ଦେଖିଲା ବଳିଆ ଠିଆ ହେଇଛି, ବନ୍ଧୁକିଆ ଠିଆ ହେଇଛି, ସେ ବାଟ କାଟି ପଳେଇବ। ସିଏ ଶକ୍ତି ବର୍ତ୍ତମାନ ଏଇଭଳି ଅଛି, ମହାପୁରୁଷ ଲେଖିଛନ୍ତି, ସିଏ ଶକ୍ତିଧର ଯିଏ, ସିଏ ଯୋଉଠି ବସିବ ଉଚ୍ଚାରଣ କରିବ, ଏଇ ହଉଛି ପଞ୍ଚଭୂତ ପୃଥ୍ୱୀ, ଆପ, ତେଜ, ବାୟୁ, ଆକାଶ। ଯୋଉ ବାୟୁ ବିଷାକ୍ତ ହେଇଥିବ, ସେ ବାୟୁକୁ ସେ ଧକ୍କା ମାରିଲା ଭଳିଆ ଉଡେଇ ଦବ, ଅଗ୍ନିକୁ ଉଡେଇ ଦବ, ପାଣିକୁ ଉଡେଇ ଦବ। ପଞ୍ଚଭୂତ ସ୍ଥାପନ କରିବ, ଧର୍ମ ସଂସ୍ଥାପନା ଥାଏ ସମ୍ଭବ। ଦେଖନ୍ତୁ, ଗୋଟେ କଥା କହିଲେ ଲେଖା ବାବୁ, ଯେ ବାସ୍ତବିକ ଆମେ କେବଳ କାହାଣୀ ମାଧ୍ୟମରେ ଶୁଣୁଥିଲେ, ଏବଂ ଇଏ ବହୁତ ଦିନର କଥା। ଅଚ୍ୟୁତାନନ୍ଦ ମହାପୁରୁଷ 500 ବର୍ଷ, 550 ବର୍ଷ, 600 ବର୍ଷ ପାଖାପାଖି ହବ ଲେଖିଦେଇ ଯାଇଥିଲେ। ବହୁତ ଲୋକ ତାକୁ କାହିଁଟା ପରା କରୁଛନ୍ତି, କିଛି ଲୋକ ମିଥ୍ୟା ମଧ୍ୟ ଭାବନ୍ତି, କିଛି ଲୋକ ବିଶ୍ୱାସ କରନ୍ତିନି। କିନ୍ତୁ ଗୋଟେ କଥା ବାସ୍ତବିକ ସତ୍ୟ, ସେ ଯଦି ସତ୍ୟ ନ ହୋଇଥାନ୍ତା, ସେ କେବେ ହେଲେ ଏଇ ଯୋଉ ତାଙ୍କର ଜ୍ଞାନ ବା ତାଙ୍କର ଯୋଉ କଥାକୁ ଲେଖିଛନ୍ତି, ଯେ ପୂର୍ବର ଭାନୁ ପଶ୍ଚିମରେ ଉଦୟ ହବ, ସୀତା ଠାକୁରାଣୀ ଭଲେ ଅସତୀ ହେଇଯିବେ, ହେଲେ ମୋର ବାକ୍ୟ କେବେ ହେଲେ ମିଥ୍ୟା ହବ ନାହିଁ। ବାସ୍ତବିକ ଆଜି ସତ୍ୟରେ ପ୍ରମାଣିତ ହଉଛି, ଗୋଟି ଗୋଟି ସତ୍ୟ। ଆପଣ ବିଶ୍ୱାସ କରନ୍ତୁ କି ନ କରନ୍ତୁ, ମାଳିକା କେବେ ହେଲେ ଅସତ୍ୟ ନୁହେଁ। ମାଳିକା ହଉଛି ଚିର ଚିର। ଏବେ ଓଡିଶାର ବିଚାର ଭିତରେ ଦେଖ, ବାହାର ପ୍ରଦେଶ କଥା କହିବାକୁ ମନ ବଳ ନୁହେଁ। ଠାକୁର ଯଦି ସେଇଭଳି ହରେ ରାମ କୃଷ୍ଣ ସକ୍ରିୟ ନ ହେଇଥାନ୍ତେ, 3 ଜଣ ହରେ ରାମ କୃଷ୍ଣ, କଳିଯୁଗରେ ତାଙ୍କର ନାମ ଥିଲେ ସିନା ରୂପକୁ ଚିହ୍ନିବୁ, ଅଣାକାର ହେଉ ଠୁଳ ଯାର ଆକାର ନାହିଁ, ଧ୍ୱନି ଅନାହତ ବାଜଣା ବାରିବୁ, କାଟିବୁ ଅକାଳ କାଳ। 21 ବାର ଶୁଣ ରାମ ଦାସ। ରାମ ହଉଛି ତାଙ୍କ ପ୍ରଥମ ଶିଷ୍ୟ। କହିଲେ ମୋର ପାଦକୁ ଛୁଇଁଥିବୁ, ମୂର୍ଖକୁ କେବେ ନ କହିବୁ, ଯଦି କହିବୁ ମୂର୍ଖ ପାଶ, ମୋର ଅମୃତରେ ଦେବୁ ବିଷ। ତେଣୁ ବର୍ତ୍ତମାନ ଓଡିଶା ମାଟିରେ ଯେତିକି ଆମେ ବୁଲୁଛୁ, କଳିଯୁଗରେ ନାମ ଶ୍ରେଷ୍ଠ, ଧର୍ମ ଶ୍ରେଷ୍ଠ। ଧର୍ମର ସଂସ୍ଥାପନା ଥାଏ ବର୍ତ୍ତମାନ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଜିଲ୍ଲା ସ୍ତରୀୟ ସବୁ ଜାଗାରେ। ଓଡିଶା ମାଟିର କଥା କହୁଛି, ବାହାର କଥା ଯୋଉ ପର୍ଯ୍ୟାୟଟା ସମାଧାନ ହେଇପାରୁନଥିଲା, ମହାନୁଭବ ସେ ପୁରୁଷ ଜନ୍ମ ହୋଇଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ରାମ ବୋଲି 2ଟା ଅକ୍ଷରର ପ୍ରାଧାନ୍ୟତାଟାକୁ ରାମ ନିଜେ ଦେଖେଇ ଦେଲେ। କେମିତି ହଟିଗଲେ, କେମିତି ସେ ରାମ ପୁଣି ଷ୍ଟାଣ୍ଡ କଲା, ଏଟା ନିଜେ ଅନୁଭବ କଲ, ଦେଖିଲ। ତା ପାଇଁ କେତେ ଦରବାର ହେଇପାରୁଥିଲା କି? ହେଇପାରୁନଥିଲା। ତେଣୁ ଓଡିଶା ମାଟିରେ ଗାଁ ଗଣ୍ଡା ପୁର ପଲ୍ଲୀରେ ବର୍ତ୍ତମାନ
ସେ ଧ୍ୟାନ ଧାରଣା ଠାକୁରଙ୍କ ପାଇଁ ଆତ୍ମବିଶ୍ୱାସ ଜାଗ୍ରତ। ତେଣୁ ଜାଗ୍ରତ ହେଇଥିବାରୁ ଲୋକ ଚାହିଁଲେ ଓଡ଼ିଶା ସରକାର 25 ବର୍ଷ ଶାସନ କରିଥିଲା। ସେ ଅନାଦି ବ୍ରହ୍ମ ଏ ପିଣ୍ଡ ଭିତରେ ପଶିଲା, ପୁଣି ସେ 25 ବର୍ଷ ମଧ୍ୟ ତାକୁ ପୁଣି ବଦଳେଇ ଦେଇପାରିଲା। ତେଣୁ ସେ ପର୍ଯ୍ୟାଟା ଆଖିରେ ଦେଖିଲ ଯେ ଏତେ ବଡ ଭୂମିକା ଯିଏ କରିକିରି ଚାଲୁଥିଲା, ଯିଏ ହାତ ଯୋଡୁଥିଲେ ସମସ୍ତେ, ଇରେ ବାବା ସେ କୋଉଠି ପଳେଇଲା, କିଏ ତାକୁ କଲା, କିଏ କଲା? ସମସ୍ତେ ତ ଡରୁଥିଲେ, ପୁଣି କଲା କିଏ? ରହିଲା କଣ? ବଡପଣ କାହାରି ରଖି, କାହାରି ପ୍ରଭୁ ବଡପଣ କାହାରି ରଖିବେ, କାହାରି ରହିଲା।